ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି ଇଏ ହେଉଛି ଲୋଟଙ୍କର ସ୍ତ୍ରୀ। ଅର୍ଥାତ୍ ଇଏ ହେଉଛି ସେଇ ଜାଗା ଯେଉଁ ଜାଗାରେ ଲୋଟଙ୍କର ସ୍ତ୍ରୀ ଏକ ଲବଣ ସ୍ତମ୍ଭ ହୋଇଯାଇଥିଲେ। ଆଉ ୟାକୁ କୁହାଯାଏ ସଦମ ଏବଂ ଗମରା, ମାଉଣ୍ଟ ସଦମ। ସଦମ ପର୍ବତ ମଧ୍ୟ ଆପଣ କହିପାରିବେ ୟାକୁ। ଆଉ ଏହି ସ୍ଥାନରେ ଅନେକ ବର୍ଷ ପୂର୍ବରୁ ଏକ ବହୁତ ବଡ଼ ଚମତ୍କାର ଘଟିଥିଲା। ଆଉ ଲୋଟଙ୍କର ସ୍ତ୍ରୀ ଏକ ଲବଣ ସ୍ତମ୍ଭରେ ପରିଣତ ହୋଇଥିଲେ। ଏଇ ଯେଉଁ ଜାଗା ଆପଣ ଦେଖୁଛନ୍ତି, ଏଇ ଜାଗାକୁ ପରମେଶ୍ୱର ନଷ୍ଟ ଭ୍ରଷ୍ଟ କରିଦେଇଥିଲେ। ସ୍ୱର୍ଗରୁ ଗନ୍ଧକ ବର୍ଷଣ ହୋଇଥିଲା। ଆଉ ଏହି ଜାଗାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲା। ଆଉ ଏଇ ଜାଗାରେ ଯେତେ ବି ଲୋକମାନେ ବାସ କରୁଥିଲେ, ଆଉ ସମସ୍ତେ ନିପାତ ହୋଇଥିଲେ। କେବଳ ସେତିକି ନୁହେଁ, ସେମାନଙ୍କର ଘର ଦ୍ୱାର ଯାହା ବି ଥିଲା ସବୁକିଛି ନିପାତ ହୋଇଯାଇଥିଲା। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ହେଉଛି, ଏଇ ଜାଗାର ମାଟିରେ ଆଜି ମଧ୍ୟ ଗନ୍ଧକ ଦେଖିବା ପାଇଁ ମିଳେ। ଗନ୍ଧକର ପରିମାଣ ଆଜି ପର୍ଯ୍ୟନ୍ତ ଏଇ ମାଟିରେ ରହିଛି। ତା'ର ପ୍ରମାଣ ଏଇଆ ଯେ ସତରେ ବାସ୍ତବରେ ପରମେଶ୍ୱର ସ୍ୱର୍ଗରୁ ଗନ୍ଧକ ବର୍ଷଣ କରିଥିଲେ, ଗନ୍ଧକ ବୃଷ୍ଟି କରିଥିଲେ, ଯାହାଫଳରେ এই ଜାଗା ପୁରା ନଷ୍ଟ ହୋଇଯାଇଥିଲା, ଅଗ୍ନି ଦ୍ୱାରା ନଷ୍ଟ ହୋଇଯାଇଥିଲା। କିନ୍ତୁ ତା ପୂର୍ବରୁ ଅନେକ ଚେତାବନୀ ଦିଆଯାଇଥିଲା, ଅନେକ ବାକ୍ୟ ପ୍ରଚାର ହୋଇଥିଲା। କିନ୍ତୁ ଏଇ ଯେଉଁ ସଦମ ଏବଂ ଗମରା, ଦେଖନ୍ତୁ, ଲୋଟ୍ସ ୱାଇଫ୍ ଆମ୍ ମାଉଣ୍ଟ ସଦମ, ଲୋଟଙ୍କର ସ୍ତ୍ରୀ ଏବଂ ସଦମ ପର୍ବତ ବିଷୟରେ ଲେଖା ଅଛି। ଆପଣ ଚାହିଁଲେ ଭିଡ଼ିଓକୁ ପୁଶ୍ କରିକି ଆପଣ ପଢ଼ିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଏଇ ଜାଗାର ଲୋକମାନଙ୍କୁ ୱାର୍ଣ୍ଣିଂ ଦିଆଯାଇଥିଲା, ଚେତାବନୀ ଦିଆଯାଇଥିଲା ଯେ ଦେଖ, ତୁମେମାନେ ସମସ୍ତ ମନ ପରିବର୍ତ୍ତନ କର। ଯେଉଁ ପରମେଶ୍ୱର ସ୍ୱର୍ଗ ଏବଂ ପୃଥିବୀକୁ ତିଆରି କରିଛନ୍ତି, ନିର୍ମାଣ କରିଅଛନ୍ତି, ସେହି ପରମେଶ୍ୱରଙ୍କର ତୁମେମାନେ ଉପାସନା କର, କେବଳ ତାଙ୍କୁ ଭୟ କର। କିନ୍ତୁ ଏହି ସ୍ଥାନରେ ଯେଉଁ ଲୋକମାନେ ରହୁଥିଲେ, ସେମାନେ ଟୋଟାଲ ଈଶ୍ୱରଙ୍କ ବାକ୍ୟକୁ ଶୁଣିବା ନିମନ୍ତେ ଟୋଟାଲ ନାରାଜ ଥିଲେ। ସେମାନେ ବିଲକୁଲ ତିଳେ ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟକୁ ସେମାନେ ଶୁଣିଲେ ନାହିଁ। ଫଳରେ କ'ଣ ହେଲା ଆପଣ ଜାଣିଛନ୍ତି? ଫଳରେ ପରମେଶ୍ୱର ନିଷ୍ପତ୍ତି ନେଲେ ଯେ ଏଇ ସଦମ ଏବଂ ଗମରା, ଏ ଦୁଇଟି ଜାଗାକୁ ମୁଁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବି। ସେଥି ନିମନ୍ତେ ପରମେଶ୍ୱର ଦୁଇ ଜଣ ସ୍ୱର୍ଗଦୂତଙ୍କୁ ପଠାଇଲେ। ଦୁଇ ଜଣ ସ୍ୱର୍ଗଦୂତ। ଆଉ ଏଇ ଦୁଇ ଜଣ ସ୍ୱର୍ଗଦୂତ ଦେଖିବା ପାଇଁ ସମ୍ପୂର୍ଣ୍ଣ ମନୁଷ୍ୟ ଭଳି। ସ୍ୱର୍ଗରେ ବିଭିନ୍ନ ପ୍ରକାର ଦୂତ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦୂତ ଦେଖିବା ନିମନ୍ତେ ଏକ୍ଜାକ୍ଟଲି ମଣିଷମାନଙ୍କ ଭଳି। ଆଉ ସେମାନେ ମଣିଷମାନଙ୍କ ଭଳି ଭୋଜନ ମଧ୍ୟ କରନ୍ତି, ପାନ ମଧ୍ୟ କରନ୍ତି, ମଣିଷ ପରି କଥାବାର୍ତ୍ତା କରନ୍ତି, ମନୁଷ୍ୟ ପରି ସେମାନେ ଚଲାବୁଲା କରନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ସେମାନେ କରନ୍ତି ନାହିଁ, ଯେଉଁଟାକି ପାପ। ସେମାନେ ପାପ କରନ୍ତି ନାହିଁ। କିନ୍ତୁ ଏହି ଅଞ୍ଚଳର ଲୋକମାନେ ଏତେ ଦ୍ରୁତ ଥିଲେ, ଏତେ ଦୁଷ୍ଟ ଥିଲେ, ଆଉ ସେମାନେ ଚାହିଁଲେ ଏଇ ଦୁଇ ଜଣ ସ୍ୱର୍ଗଦୂତଙ୍କ ସହିତ ଖରାପ କାମ କରିବା ପାଇଁ ସେମାନେ ଚାହିଁଲେ। କାରଣ ସେହି ସମୟରେ ସଦମ ଏବଂ ଗମରାରେ ସବୁଠାରୁ ଘୃଣାଜନକ ପାପ, ଆଉ ସେହି ସମୟରେ ଲୋକମାନେ କରୁଥିଲେ ସମଲିଙ୍ଗୀ ଯୌନ ସମ୍ପର୍କ। এই ବିଷୟରେ ଆପଣ ହୁଏତ ପୂର୍ବରୁ ଆପଣ ଶୁଣିଥିବେ। ଆଉ ସେଇଟା ସେମାନଙ୍କର ବହୁତ ଅଭ୍ୟାସ ଥିଲା, ମାନେ ପୁଅ ସହିତ ପୁଅ, ଝିଅ ସହିତ ଝିଅ। ଆଉ ଏଇଟା ସେମାନଙ୍କର ଅଭ୍ୟାସ ଥିଲା। ଆଉ ସେମାନେ ନିଜ ନିଜ ସ୍ତ୍ରୀଙ୍କୁ ପରିତ୍ୟାଗ କରି ସେମାନେ ଏମିତି କାମ ବାସନାରେ ସେମାନେ ଲିପ୍ତ ଥିଲେ। ଏବଂ ସ୍ୱର୍ଗରୁ ଆସିଥିବା ଏଇ ଦୁଇ ଜଣ ସ୍ୱର୍ଗଦୂତ, ଆଉ ଯେତେବେଳେ ସେମାନେ
ସଦମ ଏବଂ ଗମରାର ଲୋକମାନେ ସେମାନେ ଏଇ ଦୁଇ ଜଣଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଜବରଦସ୍ତ ସେମାନେ ଚାହିଁଲେ। ଆଉ ସେତେବେଳେ ଏ ସ୍ୱର୍ଗଦୂତଙ୍କ ପାଖରେ ମଧ୍ୟ ପାୱାର ଥିଲା। ସେମାନେ ଏଇ ସଦମ ଗମରାର ଲୋକମାନଙ୍କର ଚକ୍ଷୁକୁ ସେମାନେ ଅନ୍ଧ କରାଇଲେ। ସେମାନେ ବାଟ ମଧ୍ୟ ପାଇଲେ ନାହିଁ। ଆଉ ସେହି ସମୟରେ ସ୍ୱର୍ଗଦୂତମାନେ କହୁଛନ୍ତି ଯେ ଲୋଟ, ତୁମେ ନିଜର ପରିବାରଙ୍କୁ ଧରିକି ତୁମେ ବାହାରି ଯାଅ, କାରଣ ସମୟ ବହୁତ ଅଳ୍ପ। କାରଣ ଏଇଟା ଏମିତି ଏକ ସମୟ ପହଞ୍ଚିଛି, ସମୟ ବର୍ତ୍ତମାନ ପୁରା ଉପସ୍ଥିତ। ବର୍ତ୍ତମାନ ଆମ୍ଭେମାନେ ଏହି ସ୍ଥାନକୁ ଆମେ ବିନାଶ କରିବା, କିନ୍ତୁ ତା ପୂର୍ବରୁ ତୁମେ ବାହାରି ଯାଅ। ତୁମେ ବାହାରି ଯିବ, କିନ୍ତୁ ସର୍ତ୍ତ କ'ଣ? ସର୍ତ୍ତ ଏଇଆ ଯେ ତୁମେ ପଛକୁ ଜମା ତୁମେ ଅନେଇବ ନାହିଁ। ଲୋଟ, ତାଙ୍କର ସ୍ତ୍ରୀ, ତାଙ୍କର 2 ଝିଅ ଆଉ ସେମାନେ 4 ଜଣ ମିଶିକି ଆଉ ସେମାନେ ବାହାରିଗଲେ। ସଦମ ଏବଂ ଗମରାରୁ ସେମାନେ ପୁରା ବାହାରିଗଲେ। ସଦମରୁ ସେମାନେ ବାହାରିଗଲେ। କିନ୍ତୁ ଯେତେବେଳେ ସେମାନେ ବାହାରିଗଲେ, ବାହାରିବା କ୍ଷଣି ଆକାଶରୁ ଗନ୍ଧକ ବୃଷ୍ଟି ହେଲା, ଆକାଶରୁ ଅଗ୍ନିବୃଷ୍ଟି ହେଲା। ଆଉ ସେହି ସମୟରେ ଲୋଟଙ୍କର ସ୍ତ୍ରୀ କ'ଣ କରୁଛନ୍ତି? ସେ ପଛକୁ ଅନେଇକି ସେ ଦେଖୁଛନ୍ତି। କିନ୍ତୁ ସ୍ୱର୍ଗଦୂତ ମନା କରିଥିଲେ ଯେ ତୁମେମାନେ ପଛକୁ ଅନେଇବା ନାହିଁ। କେହି ଅନେଇଲେ ନାହିଁ, କେବଳ ଲୋଟଙ୍କର ସ୍ତ୍ରୀ ସେ ପଛକୁ ଅନେଇବାରୁ ସେ ଏକ ଲବଣ ସ୍ତମ୍ଭ ହୋଇଗଲେ। ହଁ ପ୍ରିୟ ବନ୍ଧୁଗଣ, ଆଉ ଇଏ ହେଉଛି ସେଇ ଜାଗା ସଦମ ଏବଂ ଗମରା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହା ହେଉଛି ଏକ ସତ୍ୟ ଘଟଣା ଅଟେ। ଅନେକ କହିବେ ଯେ କ'ଣ ପ୍ରମାଣ ଯେ ପରମେଶ୍ୱର ସ୍ୱର୍ଗରୁ ଅଗ୍ନିବୃଷ୍ଟି କରିଥିଲେ ବୋଲି, ଗନ୍ଧକ ବୃଷ୍ଟି କରିଥିଲେ ବୋଲି? ତା'ର ପ୍ରମାଣ ଏଇଆ, କାରଣ ଏହି ସ୍ଥାନର ମାଟିରେ ଆଜି ମଧ୍ୟ ଗନ୍ଧକର ପରିମାଣ ଦେଖିବା ପାଇଁ ମିଳେ। ପ୍ରାୟ 2 ବର୍ଷ ପୂର୍ବର କଥା, ବୈଜ୍ଞାନିକମାନେ ଏ ସଦମ ଏବଂ ଗମରାକୁ ଯାଇଥିଲେ। ସେମାନେ ଯାଇକି କ'ଣ କଲେ? ସେଇ ଅଞ୍ଚଳର ମାଟିକୁ ସେମାନେ ପରୀକ୍ଷା କଲେ। ଯେତେବେଳେ ପରୀକ୍ଷା କରିବା ପରେ ସେମାନେ ଜାଣିଲେ ଯେ ସେଇ ମାଟିରେ କ'ଣ ରହିଅଛି? ସେଇ ମାଟିରେ ଗନ୍ଧକ ରହିଅଛି। ଆଉ ଯେଉଁଟାକି ଏକ ବହୁତ ବଡ଼ ପ୍ରୁଫ୍ ବା ବହୁତ ବଡ଼ ପ୍ରମାଣ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ, ଏକ ଜୀବନ୍ତ ପୁସ୍ତକ ଅଟେ। ଯାହା ଘଟି ଯାଇଅଛି ତାହା ବାଇବେଲରେ ଲେଖା ଅଛି। ଯାହା ଘଟି ନାହିଁ ତାହା ବାଇବେଲରେ ଲେଖା ହେଇନି। କିନ୍ତୁ ଯାହା ଘଟିବା ପାଇଁ ଯାଉଅଛି ତାହା ମଧ୍ୟ ବାଇବେଲରେ ଲେଖା ଅଛି, ଏବଂ ତାହା ନିଶ୍ଚିନ୍ତ ଭାବରେ ଘଟିବ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ସଦମ ଏବଂ ଗମରା ବିଷୟରେ ଆପଣଙ୍କର ମତ କ'ଣ? କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ ପ୍ରିୟ ବନ୍ଧୁଗଣ। ତେବେ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଆଜି ପାଇଁ ଏତିକି। ଆଉ ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଯଦି ଚ୍ୟାନେଲକୁ ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଜି ପାଇଁ ଏତିକି। ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର।